କରିବୁ ଘରୁ ଢିଙ୍କି ଉଠିକି ଯିବ ବୋଲି ରମୂର୍ଖଟା ଏଇ ଯୋଉ ଲେଖିଲେନି ଆଉ ନାଇଁ ଆଉ ମହାଭାରତ ସିରିଏଲ ଯୋଉ ଦେଖୁଥିବୁ ହଁ କୁନ୍ତି କି ତା ବାପା ଡାକିଛି ପୁତର ହେଲା ତା ନା ପୁତ୍ର ବାଃ ପୁତ୍ର ଅର୍ଥ କେବଳ ପୁଅ ନୁହଁ ବାବା ପୁତୁ ନାମ ନରକାତ ତ୍ରାୟତେଇତି ପୁତ୍ର ଯିଏ ପୁତ ନାମକ ନରକରୁ ଉଦ୍ଧାର କରି ସେଇଗୁଟାକ ପୁତ୍ର ହବ ବାବା ଏଇଥିପାଇଁ ଆମେ ପିଲାବେଳେ ପ୍ରାର୍ଥନାରେ ପ୍ରାୟ ଗାଇଲେ हे आनंदमय कोटि भुवन पारक आदि भुवन पारक अधम अक्षम मोहि अबोध पारक ज्ञान दाता भगवान ज्ञान दाता भगवान हे आनंदमय कोटि भुवन पालक अधम अक्षम मुहि अबोध बालक अरे झील पिला माने तमे जेते स्कूल रे पाठ पढुथल तमे कोन कहिछ अधम अक्षम मुहि अबोध बालिका कहिछ नहीं बालक तमे कोन बालक नहीं तो ताले बालक केमती कहिलो ताले तमे भी पुओ पिला नहीं बालक अर्थ होची पुत्र बालक अर्थ होची कन्या हला 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 केबिति ना आमे समस्ते हेले जीव आमे समस्त हेले जीव आमे जीव जेते बेले आमे समस्ते गुटी गुटी कन्या बाबा मु कहूनी प्रमाण टिए दउची कोन कहबो त्रेतया जुगरे भगवान मर्यादा पुरुष राम आगे सीतांको कथारे गोड़ेले गोटे हरिण पछरे मारिच पछरे ना भूल कहूचे आगे अच्छा आपको कवि रूप देले कौन कहले कोन मारिचटा अंड्रीपो ना झियो पिला मारिचो अंड्रीपो आगे अच्छा से हरिण हबो ना हरिणी हबो हरिण हबो हरिण हबो हां किंतु आगे विचित्र रामायण रे विश्वनाथ खुंटिया कहले कोन कहले कहले हे मो हरिणी आगो कहले हेम हरिणी हरिणी तापर कहले धरु धरु करू मृग पड़ा बंदे बाबा हेम कुरंगे नच पूर्व वार्ता दृष्ट्यांकराम च पर्णशाला त्रय तत्र समीक्ष्य शून्य वैदेही चरज गोटे जगार लिखाला मृग गोटे जगार लिखाला मृगी बोले हरिणी मारिचटा अंड्री पुओ आम एठी जिते बसचे अंड्री पुओ केते जण हाथ टेकिलो पंचपत्र पाइकी बइचा छुटकाटे लोक कि मोर आधार अछि लिंक अहम अंड्री पुओ केमिति आम गाँव आम सरपंच दे देछि फोटोर परिचय पत्र लिखा है मदन मोहन स्वाई जैकेट रे पुरुष एंड अंडीरा अंडीरा के लिखाई न थो पुरुष लिखा है जिते बाबू माने बसिजो हां आपन को आधार कार्ड हो कि वोट कार्ड चेक करन हां पुरुष लिखाई ना अंडीरा लिखाई पुरुष लिखा है पुरुष ही परिवो हां अंडीरा ही परिवो कोन पुरुष जे अंडीरा से न हो नहीं पुरुष लगा अंडीरा लगा अरे पुरुष हां हां
ପୁଟି ହେଉଛି ପୂର୍ବରୁ, ହଁ ରୁଟି ହେଉଛି ରୁଣ୍ୟ କରେ, ହେଲା ସରେ ସମ୍ୟକ ଭାବରେ ତୁ ସୃଷ୍ଟି ହେଇଛୁ। ତେଣୁ ମୁଁ ହେଲି ପୁରୁଷ। ତେଣୁ ପୁରୁଷର ଅର୍ଥ ଗୋଟେ ନାରୀ। ପୁରୁଷ ନାରୀ ଭୋଟର କାର୍ଡରେ ଲେଖା ଯାଇଛି ରଶ୍ମିତା ବେଉରା, ହେଲା ହେଲା ଲିଙ୍ଗ ଲେଖା ହେଇଛି ସ୍ତ୍ରୀ ଲେଖା ଯାଇଛି, ହଁ ସ୍ତ୍ରୀଲିଙ୍ଗ ନାରୀ ଲେଖା ହେଇଛି କି? ନାଇଁ ଆପଣ କୁହନ୍ତୁ ଲେଖା ହେଇଛି ନାରୀ। ନାଇଁ ଲେଖା ଅଛି ସ୍ତ୍ରୀଲିଙ୍ଗ। ତେଣୁ ଏଠି ଯେତେ ବସୁଛନ୍ତି ହଁ ଏଠି ସମସ୍ତେ ହେଉଛନ୍ତି ନାରୀ। ଆମେ ସମସ୍ତେ ନାରୀରେ ଝିଅ ପିଲା। କାହିଁକି ନା ଜଣିଏ ପୁରୁଷ। ସିଏ ହେଲେ ଓଡ଼ିଆ ଭାଗବତରେ ଜଗନ୍ନାଥ ଦାସ କହିଲେ, କଣ କହିଲେ? ବୋଲେ ଏ କଇ ପୁରୁଷ ମୁରାରୀ କଣ ଘଟେ କାହିଁ ଆମୁଛ ହେଲା ହିଟ କର ହିଟ କର। ପାଲାରେ ପାଠ ଥାଏ, ହଁ ତାହେଲେ ଆମେ ଯିବ ସଦାବେଳେ ନାରୀ ଭାବକୁ ନେଇଛେ। ଆମେ ତ ସାଧାରଣ ମଣିଷ, ଆଜ୍ଞା ନିରୁଷି ବାବାଜୀ ମାନେ ବି ନାରୀ ହବାକୁ ଚାହିଁଛନ୍ତି। କିଏ ସେ ବାବା? ମୁଁ ପ୍ରମାଣ ଦେବି ନା। ହଁ ଏଇଟା ଜଣା ପଡିଯାଉଛି ସାରଥି ବାବା। ରବେ କହିଲା ସାରଥି ବାବା। ସିଏ ନୁହଁ। ସେ ସାରଥି ନୁହଁ କି ପାଖରେ ଝିଣ୍ଟି ଶାସନ ସୁରିଆ ବାବା ବି ନୁହଁ। ସେ ବାବା କିଏ? ବାବାଜୀ ଥିଲେ 16,000। ହେଲା ବ୍ରହ୍ମମୟ ଭଗବାନ ରାମ ଯାଉଛନ୍ତି ମା ସୀତାକୁ ନେଇ। ବୈଦେହୀ ସବିଳାସ ଭଞ୍ଜ କବି ସମ୍ରାଟ ଉପଇନ୍ଦ୍ର ଭଞ୍ଜ। ଭଞ୍ଜ ନଥିଲେ ପାଲା ହବ? କବି ଜାଗାରେ ଭଞ୍ଜ ସାରେ, କାଠ ଜାଗାରେ ମଞ୍ଜ ସାରେ, ତାଳ ଜାଗାରେ ଝାଞ୍ଜ ସାରେ, ଗାଁରେ ଜଙ୍ଗଲରେ ହାତୀ ସାରେ, ଗାଁରେ କୁର୍ତ୍ତୀ ସାରେ, ମଣିଷ ଜାଗାରେ ବାଞ୍ଝ ସାରେ। ଏଇଟା କହିଦେଲି ଯେ ସୁଗିନି ବସ। ଭୁଲିଗଲାନି। 16,000 ବାବାଜୀ ରାମଙ୍କୁ ଦେଖୁଛନ୍ତି। କଣ କହିଲେ? ଦେଖେ ହଁ ପୁରୁଷ ଜଣଙ୍କ ପାଖରେ ନାରୀ ହୁଏ, ବାବା ଆମେ ସମସ୍ତେ ନାରୀ। ହେଲା ଏଠି କେହି ଗୋଟେ ଅଣ୍ଡ୍ରି ପୁଅ ତମେ ବସିନ, ସବୁ ଯାକ ନାରୀ। ହେଲା ଭଞ୍ଜ କହିଲେ ହଁ ହଁ କୋଲା ବିହାରୁ ବିହାରୁ ଦଣ୍ଡ କାରଣେ ଦଣ୍ଡ କାରଣେ ବିହାରୁ ବିହାରୁ ଦଣ୍ଡ କାରଣେ ଦଣ୍ଡ କାରଣେ ବୃନ୍ଦ ବୃନ୍ଦ ଋଷି ସବୁରେ ଦେଖି ସବୁରେ ବୃନ୍ଦ ବୃନ୍ଦ ଋଷି ଦେଖି ସବୁରେ ଦେଖି ସବୁରେ ଗୋଟିଏ କାମ ବହି ସେ କାମ ବହି ଏହା ବିଦେହ ଗୋଟିଏ କାମ ବହି ସେ କାମ ବହି ଶ୍ୟାମ କାହୁଏ ଥିଲା ବନର ଶ୍ୟାମ କାହୁଏ ଥିଲା ବନର ରାମ ଆଉ ସୀତାଙ୍କୁ ଦେଖିଦେଲେ କି ନା ବାବାଜୀ ପଣ୍ଡା ହଁ ମୁଣ୍ଡ ବି ଚଳିତ ହେଇଗଲା। ହଁ ପାଲାରେ ପାଲା ଗାଇବା ଦରକାର, ଇଏ ହାଲାରେ କାମ ନାହିଁ। ତୁମେ ଖାଲି ପେଣ୍ଟାଲ ଭାଙ୍ଗୁ ପକେଇଲ ଆଜି। ସାରା ଓଡ଼ିଶା ଜାଣିଛି ନୃସିଂହ ହୋତା କଣ। ହଁ ହଁ ବା ଡାଳୁଅ ଯୋଗୁ କାନସିରି ପାଣି ପାଇବ, ବେଶୀ କଥା ଆମେ କିଛି ଗୋବିନ୍ଦ ହବାନି, ଆମର କଣ ଅଛି? କଲା ବିଧାତା ଆମ୍ଭଙ୍କୁ କରନ୍ତା ନାହିଁ କରନ୍ତା ନାହିଁ ରାଜା ବିଧାତା ଆମକୁ କରନ୍ତା ନାହିଁ କରନ୍ତା ନାହିଁ ଏ ବଡ଼ ହୁଅନ୍ତେ କୋଦଣ୍ଡଧାରୀ କୋଦଣ୍ଡଧାରୀ ଏହା ବଡ଼ ହୁଅନ୍ତେ କୋଦଣ୍ଡଧାରୀ କୋଦଣ୍ଡଧାରୀ ସେ ହେବ
কলা বিচারু পুলকিত পুলকিত শরীর বিচারু পুলকিত পুলকিত শরীর বিচারু পুলকিত বুঝলা ধ্রুবা দুর্বা কাই এইটাম দুর্বাই পছরে কলা বিপথু পথু আউজি বৃক্ষর বিচারু বাবাজি ମାନେ ନିଜକୁ ନାରୀ କରିବାକୁ ଚେଷ୍ଟା କଲେ ବାବା କାହିଁକି ଆଜ୍ଞା ନା ବ୍ରହ୍ମ ଆଗରେ ଆମେ ସମସ୍ତେ ନାରୀ ବାବା ଗୋଟେ ସାଧାରଣ ଉଦାହରଣ ଦେଇକି ଆଗକୁ ପଳେଇବି କଣ କହୁନା ତୁ ଶ୍ରୀକ୍ଷେତ୍ର ପୁରୀ ଯିବୁ ପୁରୀ ପୁରୀ ଯାଇଛି ଆଉ ଜଗନ୍ନାଥ ଦର୍ଶନ କଲା ବେଳେ ତୋ ସ୍ତ୍ରୀ କଣ ଡାକୁଛି ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ ଆରେ ତୁ ତ ତା ସ୍ୱାମୀ ସିଏ କାହିଁକି ଜଗନ୍ନାଥକୁ ସ୍ୱାମୀ ଡାକିଲା ତୋ ସ୍ତ୍ରୀଟା କଣ ଗୋଟେ ବେଶ୍ୟା ନାଇଁ ଗୋଟେ ବାଉଳିଆ ଡାକି ଦେଇଛି ଆଉ ଆଚ୍ଛା ତୁ ଯାଉଛୁ ଶ୍ରୀକ୍ଷେତ୍ର ଜଗନ୍ନାଥ ଦର୍ଶନ କରୁଛୁ ତୁ ଜଗନ୍ନାଥକୁ କଣ ଡାକୁଛୁ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ଆଉ ତୁ ତ ଅଣ୍ଡ୍ରି ପୁଅ ତୁ କଣ ସ୍ୱାମୀ ଡାକୁଛୁ ତାମାନେ ସେ ମୋର ସ୍ୱାମୀ ମୋ ସ୍ତ୍ରୀର ସ୍ୱାମୀ ତୋ ମାର ସ୍ୱାମୀ ତୋ ଭଉଣୀର ସ୍ୱାମୀ ତୋ ଝିଅର ସ୍ୱାମୀ ତୋ ପୁଅର ସ୍ୱାମୀ ତୋର ସ୍ୱାମୀ ଖାଲି ମୋରି ଘରେ ନା ତମ ଘରେ ମୋ ଘରେ ନା ମୋ ଦେହ ତାତି ଯାଇଥିଲା ମୁଁ କହିଲି ମୋର କୁଟିଆ କିରେ ସମସ୍ତିଙ୍କର ହେଲେ ଚଳିବ ତେଣୁ ବ୍ରହ୍ମ ଆଗରେ ହଁ ସମସ୍ତେ ନାରୀ ଭାବକୁ ଧରନ୍ତି ଭାବ ନହେଲେ ପ୍ରଭୁ ନାହିଁ ରେ ସ୍ୱାମୀ ଭାବକୁ ଧରିଥିଲା କିଏ ତୃତୀୟ ପାଣ୍ଡବ ଅର୍ଜୁନ ଗାଣ୍ଡିବ ଧାରୀ ଅର୍ଜୁନ ରେ ଦୁଜଟି ସ୍ତ୍ରୀ କେବେ ସ୍ୱାମୀ ନିନ୍ଦା ସହିପାରିବନି ତା ସ୍ୱାମୀଟା ଗୋଟେ କୁଷ୍ଟିଆ ହେଇଥାଉ ଗୋଟେ ଲେପର୍ସି ବାଲା ହେଇଥାଉ ସେ ତା ସ୍ୱାମୀ ସ୍ତ୍ରୀ କେବେ ସ୍ୱାମୀ କଥା ସହିପାରିବନି ନିନ୍ଦା ସହିପାରିବନି ପୁରାଣ ଭିତରେ ଅର୍ଜୁନ କୃଷ୍ଣ ନିନ୍ଦା ସହିପାରେନି ସଦାବେଳେ କୃଷ୍ଣକୁ ମୁଣ୍ଡିଆ ମାରିକି ଡାକେ ଅର୍ଜୁନ ଯାହାକୁ ଅଭିରାମ ପରମଙ୍ଗ ଧାରିଏ କହିଲେ କଣ କହିଲେ ଯାହା ମୁଁ କରୟନ୍ତ ବାହ୍ୟରେ ସବୁ ଦେଖୁଅଛ ଅର୍ଜୁନ କେବେ କୃଷ୍ଣ ନିନ୍ଦା ସହିପାରେନି ସଦାବେଳେ କୃଷ୍ଣକୁ ଡାକେ ପ୍ରଭୁ ପାଳିଆ ମାନେ ପଛକେ ଗାୟକ ପଛରେ ନିନ୍ଦା କରନ୍ତୁ କିନ୍ତୁ ପେଣ୍ଡାଲକୁ ଡ୍ରେସ ପିନ୍ଧିକି ଆସିଲେ ମୁଣ୍ଡିଆଟେ ମାରିକି ଆସିବେ ନାହିଁ ପଛରେ ତା ମା ଠୁ ଆରମ୍ଭ କରିକି ଗାଳି କରନ୍ତୁ ପଇସା ଗୁରା ଆଇନା 10,000 8,000 ଦେଲାଣି ହିସାବ ଦେଲାନି କିନ୍ତୁ ବର୍ଷା ଘରକୁ ଆସିଲା ବେଳେ ପେଣ୍ଡାଲକୁ ବର୍ଷାରୁ ମୁହି ଯନ୍ତ୍ର ତୁମ୍ଭେ ଯନ୍ତ୍ରୀ ଅର୍ଜୁନ ଆରେ ମୂର୍ଖ ମନେ ନ ପଇଲେ ଛାଡିଦବୁ ସେଟା ହଉଛି ମତେ ଭୁଲିଲ ହେ ବନ୍ଧୁ କହିଲା ମତେ ଭୁଲିଲ ହେ ବିନ୍ଦୁ ବିନ୍ଦୁ ନା ସେ ବିନ୍ଦୁ କହିছে ନା ତୁ କହୁଛୁ ଅର୍ଜୁନ ଡାକୁଛି ଆଜ୍ଞା
मुही तो आकाश तुम्हें बोलाओ पवन, तुम्हें बोलाओ पवन, मुझे लेके सोई तुम्हें अर्जुन केबे कृष्ण निंदा सही पारेनी नहीं नहीं बेड़े बेड़े हाँ जितने बड़ मनीष हो आज्ञा ताके कलंक हाँ कलंक नहीं मो भलिया लोकटे कलंक अछि ताकू आपण काटी पारिबे ना केमी ना विष्णु भलिया महान हाँ ता छाती रे बाजी गोटे ब्राह्मण बोली शिव भलिया महान हाँ गोटे संध चढ़ा आगे 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 संध ऊपर जाए हाँ माँ को हरण कर वाह वाह से मानिया ब्रह्मा भलिया महाबू से कौन करिछि देखो केड़े केड़े ठाकुर केमती कलंक लागिछि ब्रह्मा भलिया महाबू से आउ किछि पाइलानी निज झियो को बलात्कार बोले रेप करछि ए से सुंदर मा सवारी मु कहूनी हाँ आपण जदि पचारिबे मु प्रमाण गुटी गुटी करके देई कवि सम्राट उपेन्द्र भंज हाँ बहिला सुभद्रा परिणय परिणय बोला सुर सभारे